ଏହି ଗଣେଶ ପୂଜାରେ ଭଗବାନ ଶ୍ରୀ ଗଣେଶଙ୍କୁ ଏମିତି କ'ଣ ସବୁ ଜିନିଷ ଗୁଡ଼ିକ ରହିଛି ଯାହାକୁ ଚଢ଼ାଇବା ଦ୍ୱାରା ଆମର ମନସ୍କାମନା ଗୁଡ଼ିକ ଶୀଘ୍ର ପୂରଣ ହୋଇଥାଏ। ତା ସହିତ ଆମେ ଜାଣିବା ଯେ ଭଗବାନ ଶ୍ରୀ ଗଣେଶଙ୍କୁ ଆମେ କେମିତି ପୂଜା କରିବା ଏବଂ ଭଗବାନ ଶ୍ରୀ ଗଣେଶଙ୍କୁ କ'ଣ କ'ଣ ଅର୍ପଣ କଲେ ଶ୍ରୀ ଗଣେଶଙ୍କର କୃପା ଆମକୁ ଶୀଘ୍ର ପ୍ରାପ୍ତ ହୋଇଥାଏ। ତା ସହିତ ଆମେ ଜାଣିବା ଭଗବାନ ଶ୍ରୀ ଗଣେଶଙ୍କ ସମ୍ପର୍କରେ ଅନେକ ଗୁଡ଼ିଏ ରୋଚକ କଥା। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ଏହା ପୂର୍ବରୁ ଯଦି ଆପଣମାନେ ବି ପ୍ରଭୁ ଗଣେଶଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀ ଗଣେଶ, ଜୟ ମା ଲକ୍ଷ୍ମୀ ଅବଶ୍ୟ ରୂପରେ ଲେଖିଦିଅନ୍ତୁ। ଦେଖନ୍ତୁ, ଚଳିତ ବର୍ଷର ଗଣେଶ ପୂଜା ବା ଗଣେଶ ଚତୁର୍ଥୀ 27 ଅଗଷ୍ଟ ବୁଧବାର ଦିନ ପଡ଼ୁଅଛି ଏବଂ ଏହି ଦିନ କେତେ ଗୁଡ଼ିଏ ସବୁ ଦୁର୍ଲଭ ସଂଯୋଗ ଗୁଡ଼ିକ ମଧ୍ୟ ବନୁଅଛି। ଏହି ଗଣେଶ ପୂଜା ଦିନ ଅନେକ ଗୁଡ଼ିଏ ଶୁଭ ଯୁଗ ଗୁଡ଼ିକର ନିର୍ମାଣ ହେବା ପାଇଁ ଯାଉଅଛି। ରିଦ୍ଧି ସିଦ୍ଧି ଯୁଗ, ଆୟୁଷ୍ମାନ ଯୁଗ, ମହାଲକ୍ଷ୍ମୀ ରାଜଯୁଗ, ଯେମିତି ପୁରା 62 ପ୍ରକାରର ଶୁଭ ଯୁଗ ଗୁଡ଼ିକର ନିର୍ମାଣ ହେବା ପାଇଁ ଯାଉଅଛି। ତେବେ ଏହି ଗଣେଶ ପୂଜା ଦିନ ଆପଣ କେଉଁ ଉପାୟ କଲେ କିମ୍ବା କେଉଁ ଜିନିଷ ପ୍ରଭୁ ଗଣେଶଙ୍କୁ ଅର୍ପଣ କଲେ ଆପଣଙ୍କର ମନସ୍କାମନା ଶୀଘ୍ର ପୂରଣ ହେବ ଏବଂ ଆପଣଙ୍କ ମନର ସମସ୍ତ ଦୁଃଖ ଏବଂ କଷ୍ଟ ତାହା ଶୀଘ୍ର ଦୂର ହେବ ଏବଂ ପୁରା ବର୍ଷ କେବେ ବି ଧନ ଅର୍ଣ୍ଣର କମି ହେବ ନାହିଁ। ଦେଖନ୍ତୁ, ପ୍ରଭୁ ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଯେକୌଣସି ବି ଦେବତାଙ୍କୁ ଆପଣ ପୂଜା କରନ୍ତୁ ନା କାହିଁକି, ପ୍ରଥମେ ଆପଣ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜା କରିଥାନ୍ତି। ଗଣେଶଙ୍କର ପୂଜା ବିନା କୌଣସି ବି ଦେବତାଙ୍କର ପୂଜା ଅସମ୍ଭବ ଅଟେ। ତେବେ ଆପଣମାନଙ୍କୁ ମଧ୍ୟ ଜାଣି ରଖିବା ଉଚିତ କି ପ୍ରଭୁ ଶ୍ରୀ ଗଣେଶଙ୍କୁ ଆପଣ କେମିତି ପ୍ରସନ୍ନ କରିପାରିବେ। ପ୍ରଭୁ ଗଣେଶଙ୍କୁ ଆପଣ କ'ଣ ଅର୍ପଣ କରିପାରିବେ ଯାହାଦ୍ୱାରା ପ୍ରଭୁ ଗଣେଶ ଶୀଘ୍ର ପ୍ରସନ୍ନ ହେବେ। ଦେଖନ୍ତୁ, ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଦୁବ ପ୍ରିୟ। ଦୁବ ଘାସକୁ ଆପଣ ଭଗବାନ ଶ୍ରୀ ଗଣେଶଙ୍କୁ ଚଢ଼ାନ୍ତୁ। କେମିତି ଚଢ଼ାଇବେ ନା, କେତେ ଗୁଡ଼ିଏ ଦୁବ ସଂଗ୍ରହ କରିବେ। 7 ଗୋଟି ଦୁବକୁ ଆପଣ ଗୁଡ଼ାଇ ଦେବେ, ମାନେ 6ଟି ଦୁବ ଏବଂ ଆଉ ଏକ ଦୁବ ଆଣି ତାକୁ ଗୁଡ଼ାଇ କରି ବାନ୍ଧିବେ। ଏହିପରି ଭାବରେ 7ଟି ଦୁବ ପ୍ରସ୍ତୁତ କରିବେ। ଏହା ହେଉଛି ଗୋଟିଏ କେରା। ଏହି ପ୍ରକାରର 7 କେରା ଦୁବ ଆପଣ ପ୍ରସ୍ତୁତ କରି ଭଗବାନ ଶ୍ରୀ ଗଣେଶଙ୍କୁ ଆପଣ 7 କେରା ଦୁବ ଅର୍ପଣ କରିବେ। ଏହାପରେ ଆପଣ ନିଜେ ହିଁ ଦେଖିବେ ଆପଣଙ୍କର ନିଶ୍ଚିନ୍ତ ଭାବରେ ମନସ୍କାମନା ପୂରଣ ହୋଇଯିବ। ତା ସହିତ ଯଦି ଆପଣ ଆଉ ଗୋଟିଏ କରିବେ ତାହେଲେ ଆପଣଙ୍କର ଆହୁରି ମଧ୍ୟ ଅଧିକ ଭଲ ହେବ। ଆପଣଙ୍କର ବୟସ ଯେତିକି ହେବ, ଧରି ନିଅନ୍ତୁ ଆପଣଙ୍କର 20 ବର୍ଷ, ତାହେଲେ ଯଦି ଆପଣ 20 କେରା ଦୁବ ଭଗବାନ ଶ୍ରୀ ଗଣେଶଙ୍କୁ ଅର୍ପଣ କରନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କର ମନସ୍କାମନା ଶୀଘ୍ର ପୂରଣ ହେବ। ତା ସହିତ ଆଉ କ'ଣ ଅର୍ପଣ କରିବେ ଗଣେଶ ପୂଜା ଦିନ? ପ୍ରଭୁ ଶ୍ରୀ ଗଣେଶ ହେଉଛନ୍ତି ଲଡ଼ୁ ପ୍ରିୟ, ମୁଦକ ପ୍ରିୟ। ତେଣୁ ଭଗବାନ ଶ୍ରୀ ଗଣେଶଙ୍କୁ ଆପଣ ଯେତେ ପ୍ରକାରର ଲଡ଼ୁ ଗୁଡ଼ିକ ରହିଛି, ତାହା ରାଶି ଲଡ଼ୁ ହେଉ, ବୁନ୍ଦି ଲଡ଼ୁ ହେଉ, ଆପଣ ଯେତେ ଲଡ଼ୁ ଚଢ଼ାଇ ପାରିବେ ଆପଣଙ୍କ ପାଇଁ ସେତେ ଭଲ। ତେଣୁ ଆପଣ କେତେ ଗୋଟି ଲଡ଼ୁ ଚଢ଼ାଇବେ। ଏମିତିରେ ତ 6ରୁ 7ଟି ଲଡ଼ୁ ଚଢ଼ାଇଲେ ଆପଣଙ୍କ ପାଇଁ ଭଲ, କିନ୍ତୁ ଯଦି ଆପଣ ଆପଣଙ୍କର ବୟସ ହିସାବରେ ଲଡ଼ୁ ଚଢ଼ାଉଛନ୍ତି ଏବଂ ସେହି ଲଡ଼ୁ ତାକୁ ଭଗବାନଙ୍କୁ ଅର୍ପଣ କରିସାରିବା ପରେ ଯେତେବେଳେ ତାହା ପ୍ରସାଦ ବନିଯିବ ତାକୁ ଆଣି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଛନ୍ତି, ତାହେଲେ ଆପଣ ଦେଖିବେ ଆପଣଙ୍କର ସେହି ମନସ୍କାମନା ନିଶ୍ଚିନ୍ତ ପୂରଣ ହେବ। ଆପଣ ଯେଉଁ ମନସ୍କାମନା ନେଇ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜା କରୁଛନ୍ତି ତାହା ନିଶ୍ଚିନ୍ତ ଭାବରେ ଶୀଘ୍ର ପୂରଣ ହେବ। ଅନେକ ଲୋକମାନେ ତ ନିଜର ଖୁସି ପାଇଁ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜା କରିଥାନ୍ତି, ଆରାଧନା କରିଥାନ୍ତି, କିନ୍ତୁ ଆପଣ ଆପଣଙ୍କର ମନସ୍କାମନା ପାଇଁ ମଧ୍ୟ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜା କରିପାରିବେ, ଆରାଧନା କରିପାରିବେ। ସନ୍ତାନର କାମନା ଥାଉ, ଯଦି ଆପଣ ବିଦ୍ୟାରେ ସଫଳତା ଚାହୁଁଛନ୍ତି ତାହେଲେ ପ୍ରଭୁ ଗଣେଶଙ୍କର ମଧ୍ୟ ଆପଣ ପୂଜା କରିପାରିବେ। ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଅଛି, ଚାକିରିରେ ସମସ୍ୟା ରହିଛି,
ताहेले निश्चिंत भाବରେ आपण मानसिक करंतु एवं प्रभु श्री गणेशंकर पूजा करंतु। सेही मनस्कामना आपणकर निश्चिंत पूरण हेबो। सेहीपरि प्रभु श्री गणेशंकर नाली रंगर पुष्प अत्यंत प्रिय अटे। तेणु करी जेतेबेले भी आपण प्रभु श्री गणेशंकर पूजा करिवे सेतेबेले जेते भी नाली रंगर फूल गुड़िक रही सही सब फूल को आपण भगवान श्री गणेशंकु अर्पण करंतु। एहा द्वारा आपणकर मंगल हेबो। सेहीपरि जदि आपण माने चाहुथांती आपणकर जीवन रे सुख समृद्धि आसु तेबे आपण प्रभु गणेशंकर पूजा समय रे प्रभु गणेशंकु घी अर्पण करंतु। सेहीपरि जदि आपण आपणक जीवन रे शांति चाहुथांती तेबे आपण प्रभु श्री गणेशंकु पान एवं सुपारी अर्पण करंतु। पान आउ सुपारी कौन तो पान आपण गोटे पान पत्र आनिबे। सेही पान पत्र रे चंदन लगाई करी केतोटी भंगा गुआ गुजराती एवं लवंग देई करी सेही पान को आपण भगवान श्री गणेशंकु अर्पण करंतु। पुष्पांजलि परे आपण एही जिनिसटी को करि परिबे। एहा करिबा द्वारा आपणको आपणक जीवन रे शांति प्राप्ति हेबो। सेहीपरि जदि आपण माने व्यवसाय रे उन्नति करिबा पई चाहुथांती तेबे गणेश पूजा समय रे भगवान श्री गणेशंकु जेउ दुब अर्पण करिबा पई मु आपणको कहिली तो आपण सेही दुब को अर्पण करंतु। एवं दुब अर्पण करिबा समय रे आपण गुटिया पात्र रे हळदीर पानी प्रस्तुत करिकि सेही हळदी पानी रे दुब को बुड़ाईकी ताकू भगवान श्री गणेशंकु अर्पण करंतु। एहा परे आपण निजे ही देखिबे जे आपणकर व्यवसाय रे उन्नति हेबो, आपणकु सफलता मिलिबो। सेही परि भगवान गणेशंक पाखरे जेउ सिंदूर पूजा होई थाए, पूजा रे जेउ सिंदूर लागिथिबो जदि सेही सिंदूर को आपण आनी आपणकर घरे स्वस्तिक चित्रर अंकन करंती ताहा हेले निश्चिंत भावरे आपणकर घरे सुख एवं समृद्धिर वास हेबो एवं आपणकर कल्याण हेबो। एही केतोटी भल भल उपाय को आपण गणेश पूजा समय रे करंतु। निश्चिंत भावरे आपणको आपणक जीवन रे सफलता प्राप्ति हेबो। सेही परि भगवान गणेशंकर केउ फल अत्यंत प्रिय एमिति रे तो जेते प्रकारर फल रहिछि सेही सबु फल को आपण भोग लगाई पारिबे। किंतु भगवान श्री गणेशंकर सबुठारु प्रिय फल हेउछि कदली। तेणु भगवान गणेशंकु आपण कदलीर भोग लगांतु। एहा परे जेतेबेले गणेश पूजा होइथिबो तो आपण मानंकु मु गुटिए मंत्र कहूछि। सेही समय रे आपण एही मंत्र को 108 थर पाठ करंतु। एहा करिवा द्वारा आपणकर जहा भी किछि इच्छा अछि, जहा भी किछि मनस्कामना अछि ताहा सबु आपणकर पूरण हेबो। मंत्रटी हेउछि ओम गं गणपतये नमः। एही मंत्र को आपण 108 थर जप करंतु। नचेत एही मंत्रटी को आपण सुनी मध्य पारिबे जेतेबेले प्रभु गणेशंकर पूजा चलिथिबो। मने रखंतु गणेश पूजा दिन आपण प्रभु गणेशंकर पूजा करिबा बेले जेउ वस्त्र आपण पिंधुछंती ताहा जेपरी पूरापूरी स्वच्छ हेबा दरकार। ताहा नुआ न हेले मध्य चलिबो, पुरुणा हेले मध्य चलिबो, किंतु ताहा स्वच्छ होइथिबा दरकार। सेही पोशाक को पिंधि करी आपण केबे हेले भी शौच आदि करिवे नाही। तेबे गणेश पूजा करिबा बेले आपण केउ रंगर वस्त्र पिंधि करी जिबे पूजा को। देखंतु प्रभु गणेशंकर सबुठारु प्रिय रंग हेउछि सबुज रंग, लाल रंग एवं हलदिया रंग। तेणु एही तीन रंगर वस्त्र पिंधि करी जिबा पई आपण चेष्टा करंतु। आपण माने नाली रंगर वस्त्र किंबा हलदिया रंगर वस्त्र किंबा सबुज रंगर वस्त्र पिंधि करी आपण प्रभु श्री गणेशंकर पूजा को जाई परिबे। एहा परे प्रभु गणेशंकर पूजा करि सारिबा परे पुष्पांजलि देई सारिबा परे आपण माने भूमि रे मुंड लगाई करी आंठू को भूमि रे लगाई करी आपण भगवान गणेशंकु प्रणाम करंतु। किंतु आपणकर हाथ दुईटी को टेकी करी रखंतु जेमिति मागिबा भली। एमिति करिबा द्वारा आपण प्रभु गणेशंकु किछि मागुछंती।
ଏହି କାମଗୁଡ଼ିକୁ ଆପଣ ନିଶ୍ଚୟ ଭାବରେ କରନ୍ତୁ। ଆପଣଙ୍କର ମୁଣ୍ଡ ଏବଂ ଆଣ୍ଠୁ ତ ଭୂମିରେ ଲାଗିଥିବ, କିନ୍ତୁ ହାତ ଦୁଇଟି ଆପଣ ମାଗିଲା ଟାଇପ୍ର ରଖିବେ। ତେବେ ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଥିବା କମେଣ୍ଟ ବକ୍ସରେ ଓମ୍ ଗଂ ଗଣପତୟେ ନମଃ ଏହି ମନ୍ତ୍ରଟି ଅବଶ୍ୟ ରୂପରେ ଲେଖିବେ ଏବଂ ଭିଡ଼ିଓଟିକୁ ଲାଇକ୍ କରିବେ। ଧନ୍ୟବାଦ।